हाथ मिस हाथ मिस क्षमा कर दी नमस्कार केसीपुर बाप्टिस्ट मंडल 500 नमस्कार परिसर बाप्टिस्ट मंडल 1000 नामगुड़ी बाप्टिस्ट मंडल 1000 नामगुड़ा बाप्टिस्ट मंडल 1000 केरला नामगुड़ा बाप्टिस्ट मंडल 1000 हाथ मिस আমার বই সেন্ট্রো ডাইরেক্টর ফাংশন ব্যক্তিগত আর্টিকেল সেন্ট্রো দেখি বিশেষ করে আমি ভগবানকে অনুরোধ করছি 500 আমরা প্রত্যেকে যুবকମାନଙ୍କୁ আমি অনুরোধ করছি বর্তমান চেয়ার বাহার କରି ଆମେ ଖାଇବାର ବ୍ୟବସ୍ଥା କରିବାକୁ ପାରିବା ସେଥିପାଇଁ ଚେଷ୍ଟା କରିଛୁ ପ୍ରত্যେକ ବାନ୍ଧବମାନେ ସହରକୁ ଆସନ୍ତୁ ଏବଂ ଏ ଚେୟାର ବ୍ୟବସ୍ଥା କରନ୍ତୁ ଯେପରି ଆମେ ଖାଇବାର ବ୍ୟବସ୍ଥା କରିବାକୁ ପାରିବା ସେଥିପାଇଁ ଚେଷ୍ଟା କରିବା ଶରୀରର ବନ୍ଧନ ସହାୟତା 21 ଟଙ୍କା ଦେଇଛନ୍ତି पूरी विशेष अनुरोध करूँ 500 भाग देखे मंडल अधिकारी मानू रूपा बाप्टिस्ट चालक मानक प्रचारित अनुरोध करूँ संपादक सहित मिसी खाइबा संपादक सहित मिसी अनुरोध करूँ समय सापेक्ष दृष्टिकोण खाइबा संपादक माइक भी वेट कर देख लो प्रति प्रकार थी प्रथम जो तुम गीत से गीत को ऑडियो काढ़ी मंटू भाई इंटरेस्ट उदयगिरी पावकर चश्मा पड़ी जदि कौन मंडल घोषणा केबुल काढ़ी दियो बोले हेबो ना छानिया ही जाऊ 1000 टଙ୍କା ଦୋଷୀଙ୍କ ପରିବାର ମିଳିଲା କି ଆମେ ଅନୁରୋଧ କରୁଛୁ ଆଉ ଆମେ ସଫା ବ୍ୟବସ୍ଥା କରିବା ସଫା କରିବା ସେଠି ଖାଇବା ଆଉ ଛେଲଗଡ଼ ଶାଖା ମଣ୍ଡଳୀ 1000 ଟଙ୍କା ଦୋଷୀଙ୍କ ପରିବାର ସହାୟତା ମିଳିବ आर्थिक सहायता देइछन्ति वर्तमान आम मंडली मध्य चिंता करिछि
ମଣ୍ଡଳୀ କୁ ଦେବାର ଥିଲା, କିନ୍ତୁ ପାଳିକା ମହାଶୟଙ୍କର ବିୟୋଗ ହୋଇଥିବାରୁ ମଣ୍ଡଳୀ ସୁଚିନ୍ତା କରି ପାଳକ ମହାଶୟଙ୍କ କୋଳସ୍ଥିତ ବିଧବା ବୋହୂ ସହିତ 2 ପୁଅଙ୍କୁ ଦେବା ନିମନ୍ତେ ମଣ୍ଡଳୀ ସ୍ଥିର କରି ମଣ୍ଡଳୀ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବୁ। ତା ପୂର୍ବରୁ ସମ୍ମିଳନୀକୁ ତଥା ଉପସ୍ଥିତ ସମସ୍ତଙ୍କୁ ସଂକ୍ଷିପ୍ତ ଭାବରେ ମୁଁ କହିବାକୁ ଚାହେଁ, ଯେହେତୁ ଆଉ ଚଳିତ ବର୍ଷର ଖ୍ରୀଷ୍ଟୀୟ ଗୃହ ଉତ୍ସବ ଆମ ମଣ୍ଡଳୀରେ 29/6/2025 ତାରିଖଠାରୁ 8/7/2025 ପର୍ଯ୍ୟନ୍ତ ରଖାଯାଇଥିଲା। ପ୍ରଭୁ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରି 8 ତାରିଖରେ ମାଣ୍ଡଳିକ ଉପାସନାରେ ସମସ୍ତଙ୍କୁ ଏକତ୍ର କରିଥିଲେ। ଆଉ ପାଳକ ମହାଶୟ ଉକ୍ତ ଦିନ ସନ୍ଧ୍ୟା ସମୟରେ ବାକ୍ୟ ବା ଉପାସନା ପରିଚାଳନା କରିବା ସହିତ ପ୍ରଭୁଙ୍କୁ ଗୌରବ ଦେବା ନିମନ୍ତେ ଆମ ମଣ୍ଡଳୀର ଦିକନ ରାଉଳ ମହାଶୟଙ୍କୁ ଅନେକ ସ୍ଲୋଗାନ ଦେବା ପାଇଁ ମଧ୍ୟ କହିଥିଲେ। ତଦନୁସାରେ ରାଉଳ ମହାଶୟ ପ୍ରଭୁଙ୍କୁ ଗୌରବ କରିବା ପାଇଁ ସ୍ଲୋଗାନ ମଧ୍ୟ ଦେଇଥିଲେ। ସମସ୍ତେ ଆନନ୍ଦ ଖୁସିରେ ଥିଲୁ ଏବଂ ପାଳକ ମହାଶୟ ମୋତେ କହିଥିଲେ, ଆଉ ବାବୁ, ଆଉ ଯେତେ ଆମର ଉଦ୍ୟୋକ୍ତା ମହାଶୟମାନେ ଅଛନ୍ତି ସେମାନଙ୍କୁ ମଣ୍ଡଳୀ ପକ୍ଷରୁ ଧନ୍ୟବାଦ ଦେବା, ଆଉ ଆପଣ ଦିଅନ୍ତୁ। ମୁଁ ମନା କଲି, ଯେହେତୁ ଆମେ ରବିବାର ଉପାସନାରେ ଆମମାନେ ପ୍ରତ୍ୟେକ ଉଦ୍ୟୋକ୍ତାମାନଙ୍କୁ ସଦସ୍ୟମାନଙ୍କୁ ଆମମାନେ ଧନ୍ୟବାଦ ଦେବା ସହିତ କିଛି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ସାର୍, ଆଉ ଆଜି ଦେଇପାରିବା ନାହିଁ। ସେ ଓକେ କଲେ। ତାପରେ ଆମମାନେ ସମସ୍ତେ ଗଲୁ, ଆଉ ନିଜ ନିଜ ଦଳକୁ ନେଇ ପାଳିକ୍ରମେ ପରିବାରମାନଙ୍କରେ ଆଉ ଖ୍ରୀଷ୍ଟୀୟ ଗୃହ ଉତ୍ସବର ଉପାସନା ମଧ୍ୟ ଅନୁଷ୍ଠିତ କରିଥିଲୁ। ଆଉ ନିଜ ଗୃହକୁ ଗଲୁ। ସକାଳ ସମୟରେ ଆମମାନେ ଶୁଣିବାକୁ ପାଇଲୁ ଯେ ପାଳକ ମହାଶୟଙ୍କର ବିପି ହାଇ ବିପି ହେଇଛି। ତେଣୁ ବର୍ତ୍ତମାନ ସେ ଡାକ୍ତରଖାନା ମାନେ ଖଜୁରୀପଦା ଡାକ୍ତରଖାନାରେ ଅଛନ୍ତି। ସମସ୍ତେ ଆମ ମଣ୍ଡଳୀ ବା ଗ୍ରାମର ପ୍ରତ୍ୟେକ ମା ବାପା ମାନେ ଗଲୁ ଦେଖିବା ସମୟରେ, ଆଉ ତାଙ୍କର ପାଟି ବଙ୍କା ଥିଲା, ହାତ ଗୋଡ଼ ଅଚଳ ଥିଲା। ସାଙ୍ଗେ ସାଙ୍ଗେ ମଣ୍ଡଳୀ ସହିତ ତାଙ୍କ ପରିବାର ସହିତ ମଣ୍ଡଳୀ ଆମେ ପାରଳା ଖେମୁଣ୍ଡି ନେଲୁ। ପାରଳା ଖେମୁଣ୍ଡିରେ ବୁଧବାର ଦିନ ଆଉ କିଛି କାମ ଦେଲାନି। ଗୁରୁବାର ଦିନ ସନ୍ଧ୍ୟାରେ ଆମକୁ ଫୋନ୍ କଲେ ଯେ ନାଇଁ ପାଳକ ମହାଶୟଙ୍କୁ ବ୍ରହ୍ମପୁର ନେଉଛୁ। ଆମମାନେ ସାଙ୍ଗେ ସାଙ୍ଗେ ବାହୁ ବ୍ରହ୍ମପୁର ଯିବା ପାଇଁ ମଣ୍ଡଳୀ ସ୍ଥିର କରି ଶୁକ୍ରବାର ଦିନ ଆମମାନେ ମଣ୍ଡଳୀ ସହିତ ମହିଳା ସମିତି ପ୍ରତ୍ୟେକ ସମିତି ବ୍ରହ୍ମପୁର ମଧ୍ୟ ଗଲୁ। ମେଡ଼ିକାଲରେ ତାଙ୍କ ସହିତ ଦେଖା ହେଲୁ, କିନ୍ତୁ ତାଙ୍କ ଗୋଡ଼ ଅଚଳ ଥିଲେ ମଧ୍ୟ ସେ ଆଉ ସମସ୍ତଙ୍କୁ ଚିହ୍ନି ପାରିଥିଲେ ଏବଂ କଥା ମଧ୍ୟ ହେଇଥିଲେ। ତାପରେ ଆମମାନେ ଦୁଃଖ ସୁଖ ହୋଇ ତାଙ୍କୁ ସାହସ ଧୈର୍ଯ୍ୟ ଦେଇଥିଲୁ। ପୁଣି ଆମେ ମଣ୍ଡଳୀକୁ ଫେରି ଆସିଲୁ। ତାପରେ ମଣ୍ଡଳୀ ଚିନ୍ତା କଲା ଯେ ଏଇ ପାରାଲିସ୍ କାମ ବା ରୋଗ ଚାଟିକଣି ହାଇ ହେଇଯାଇଛି। ହେଲେ ଆମେ ଚିନ୍ତା କଲୁ, ଯାହା ଲୋକମାନେ କହନ୍ତି ଯେ ପୁଟାସିଂରେ ଜଣେ ବ୍ୟକ୍ତି ଅଛନ୍ତି, ସେ ବିପି କମାନ୍ତି ଆଉ ମେଡ଼ିସିନ ବି ଦିଅନ୍ତି। ତାପରେ ପାଳକ ମହାଶୟଙ୍କୁ ବା ତାଙ୍କ ବଡ଼ ପୁଅକୁ ଅନୁରୋଧ କଲୁ, ଆଉ ପାଳକ ମହାଶୟଙ୍କୁ ନିଜ ଗ୍ରାମକୁ ଧରି ଆସନ୍ତୁ। ଆଉ ତାଙ୍କ ବଡ଼ ପୁଅ ମଧ୍ୟ ଡାକ୍ତରଙ୍କୁ କହି ରବିବାର ରାତିରେ ଆଣି ପହଞ୍ଚିଲେ। ତାପରେ ଆମମାନେ ମଣ୍ଡଳୀ ଚିନ୍ତା କରିଛୁ ଆଗରୁ, ଆଉ ଆମେ ସାଙ୍ଗେ ସାଙ୍ଗେ ଏକ ଗାଡ଼ି କରିକି ଚାଟିକଣା ଗଲୁ। ଚାଟିକଣାରୁ ମେଡ଼ିସିନ ଆଣିକି ଡାକ୍ତର କହିବା ପ୍ରକାରେ ବା ସେ ବୈଦ୍ୟ କହିବା ପ୍ରକାରେ ଆମମାନେ ମେଡ଼ିସିନ ଦେଲୁ। 2 ପାନ ହେଲା ପରେ ଟିକେ ଇମ୍ପ୍ରୁଭ ହେଲା, କଥା ଭାଷା ହେଉଥିଲା, ସମସ୍ତଙ୍କୁ ଚିହ୍ନି ପାରୁଥିଲା। 3 ଡୋଜ୍ ହେଲା। 3 ଡୋଜ୍ ହେଲା ପରେ ମଧ୍ୟ ଆଉ ଆମମାନେ ଚିନ୍ତା କରିଥିଲୁ ପ୍ରାୟ 3 ମାସ ଖଣ୍ଡ ହେବ ଏ ସୁସ୍ଥ ହେଲା ପରେ ହୁଏତ ଟିକେ ଛୋଟା ହେଇକି ଚାଲିପାରନ୍ତି, ଏମିତି ଆଶା କରିଥିଲୁ। କିନ୍ତୁ ଅଚାନକ ଭାବରେ
शुक्रवार दिन सकाळे आमने शुणुचु पालक देहांत हो गला। प्राय आम ग्राम रे समस्ते निस्तब्ध हो जाते छानिया हो जाते। तापरे कौन करवा आमने मंडली सहित परिवार कर आप्राण चेष्टा मध्य अनेक चिकित्सा कलु तथापि प्रभु कोल को से चली जाइछन्ते। जा हो आउ ए अवसर रे मंडली मध्य किछि चिंता करिछन्ते। आउ ए तीनोटी परिवार को किछि आर्थिक सहायता देबा पई तेणु मु अनुरोध करुछि प्रथमे आम मंडलीर दिकन राउल महाशय को से महाशय जीवे आउ संजीव बेबर्ता को देवे एवं दिकन लिमा महाशय को मु अनुरोध करुछि से महाशय जीवे आउ बबी को देवे एवं सहसंपादक महाशय जीवे आउ राजीव बेबर्ता को देवे। तत्सहित आउ एक विषय रही आम मंडलीर प्रभुंक दास माने बाहर रही पालकंकर असुस्थता जानी प्राय 19 जन प्रभुंक दास माने आउ किछि दान संग्रह करी पालकंकर चिकित्सा निमंते मंडली जरिया देवा निमंते आउ 15,000 टंका देइछन्ति। मंडली चिंता करिथिलु रविवार दिन प्रार्थना परे तांको नेकी देबा किंतु प्रभु शुक्रवार सकाळ रे तांको नै जाइछन्ति। से अर्थ आम पाखरे रहिछि तेणु ताहा मध्य मंडली चिंता करी ए 3 जन को देबा पई निष्पत्ति करिछु। तेणु ए 3 जन को 5,000 लेखाए देबा पई स्थिर रहिछि। वर्तमान कोषाध्यक्ष महाशय को अनुरोध करछि आउ कोषाध्यक्ष महाशय जीवे बबी को देवे सह कोषाध्यक्ष जीवे संजीव बेबर्ता को देवे एवं जो दास माने देइछन्ति से मानक मध्यरे जड़े माने दास अछन्ति मंगलमणि राउल से महाशय को मु अनुरोध करे से महाशय तांको दल पक्षरु आउ राजीव बेबर्ता को प्रदान करिवे। वर्तमान आमर ए आर्थिक सहायता कार्यक्रम मध्य समाप्त होइछे आ परवर्ती कार्यक्रम सभापति महाशय आगे स्वल्प आर्थिक सहायता 3 परिवार को देवा चाहूँ आमने अमाउंट कहूना किंतु आमने स्वल्प दान आमने देबु आम मध्य पालक निहार बर्धन अच्छा से आमर बड़ पुओ को देवे एवं रेवरेंड आलाद कर अच्छा से सान पुओ को देवे एवं सुनील रेवरेंड सुनील कराड़ अच्छा से बहु को देवे। स्वामी तरफ आम प्रदान कर मंडली